ମୁଁ ମୁରଲୀଧର ସ୍ୱାଇଁ, ଆମ ଘର ଥଣ୍ଡିଗଣା। ମୁଁ ରିଟାୟାର୍ଡ ଟିଚର ଜଣେ। ସାର୍ କ'ଣ କହିବେ ଆଜି ନୂଆ ଦିନ 2025, ଆଜି ପ୍ରଥମ 1 ତାରିଖ, ଆଜି ପୁଣି ବୁଧବାର ପଡ଼ିଛି, କ'ଣ କହିବେ ସେ ବିଷୟରେ? ନୂଆ ବର୍ଷରେ ମୁଁ ଆମର ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏହା ସହିତ ବର୍ତ୍ତମାନ ଯେଉଁ ବର୍ଷାରେ ଚାଷୀମାନଙ୍କର ବହୁତ କ୍ଷୟକ୍ଷତି ହେଲା, ସରକାର ଯଦି ତା'ର ଉପଯୁକ୍ତ ଭରଣା କରିବେ ତାହେଲେ ଚାଷୀମାନେ ବହୁତ ଉପକୃତ ହେବେ। ସାର୍ ଆପଣ ଏ କାମ କରନ୍ତି, ଆପଣଙ୍କ ଗ୍ରାମ ଦେବୀ ଯେଉଁ ଅଛନ୍ତି ପ୍ରୋଗ୍ରାମ ସବୁ କରନ୍ତି, ଏଇଟା କେମିତି କରି ତୁଲାନ୍ତି? ହଁ, ସେ ସୁରୁଖୁରୁରେ ହୁଏ। ଗ୍ରାମ କମିଟି ହେଇଛି, ସବୁ ସୁରୁଖୁରୁରେ କରାଯାଏ। ମାଆଙ୍କ ପାଇଁ କ'ଣ ଆଜି ରଖିବେ? ମା ସପ୍ତମୀ ସାର୍? ହଁ, ମା ସପ୍ତମୀଙ୍କ ପୀଠରେ ଅନୁରୋଧ କରୁଛି, ସେ ଆମ ଗ୍ରାମବାସୀ ଘଣ୍ଟ ଘୋଡ଼େଇ ରଖିଥିବେ। ତାଙ୍କର ତ ଉନ୍ନତି ବର୍ଷକୁ ବର୍ଷ ହେଇ ଚାଲିଛି। ଯଜ୍ଞ ହୁଏ 7 ଦିନ। ତାପରେ ମାଆଙ୍କ ପାଖରେ କାମନା କରୁଛି ଏ ବର୍ଷରେ ସମସ୍ତଙ୍କର ଉନ୍ନତି କରନ୍ତୁ। ସାର୍ ବର୍ତ୍ତମାନ ନୂଆ ସରକାର ଆସିଛନ୍ତି, କ'ଣ ଚାଷୀଙ୍କ ଦୁଃଖ ବୁଝିବେ? ଚାଷୀ ଦୁଃଖ ବୁଝିବେ ସରକାର କହିଛନ୍ତି, ତଥାପି କ'ଣ କରୁଛନ୍ତି କହି ହେଉନି। ଯଦି ସରକାର ଚାଷୀଙ୍କ କଥା ଅଞ୍ଚଳରେ କେତେ ଚାଷୀ କ୍ଷତି ହେଇଥିବ, କ'ଣ ସବୁ ତାଙ୍କର? ହଁ, ବହୁତ ଚାଷୀ କ୍ଷତିଗ୍ରସ୍ତ ହେଇଛନ୍ତି। ତ ପ୍ରଶାସନକୁ କ'ଣ, ବିଧାୟକଙ୍କୁ କ'ଣ ନିବେଦନ କରିବେ ଏ ମାଧ୍ୟମରେ? ବିଧାୟକ ତ ଜାଣିଛନ୍ତି ସବୁ, ତାପରେ ତଥାପି ତାଙ୍କୁ ଅନୁରୋଧ କରାହେଉଛି ସେ ସରକାର ପାଖରେ ଏ ଚାଷୀଙ୍କ ଦୁଃଖ ଉପସ୍ଥାପନ କରି ଚାଷୀଙ୍କ ଦୁଃଖ ଲାଘବ କରିବା ପାଇଁ ପଦକ୍ଷେପ ନେଲେ ଭଲ ହେବ। ତଥାପି ବିଧାୟକ ଯାଉଛନ୍ତି, ସବୁ ସମସ୍ତ ଯାଉଛନ୍ତି, ଭଲ ଭଲ ଲୋକଙ୍କୁ ସାହାଯ୍ୟ କରିବେ। ଜଣେ ମରିଥିଲେ ଗତକାଲି, ତାଙ୍କୁ ମଧ୍ୟ 10,000 ତାଙ୍କ ପର୍ସନାଲ ପକେଟରୁ ଦେଇଥିଲେ ଖର୍ଚ୍ଚ, କାଲି ମହଙ୍ଗପଡ଼ାରେ ଦେଇଛନ୍ତି। ତାଙ୍କୁ କ'ଣ ନିବେଦନ କରିବେ ଏଇ ମାଧ୍ୟମରେ? ହଁ, ତ ସେ ବିଧାୟକ ବି ଆମର ଜଣେ ଉତ୍ତମ ଲୋକ, ତେଣୁ ସିଏ ବି ଲୋକଙ୍କ କଥା ବୁଝୁଛନ୍ତି ଆଉ ବୁଝିବେ ବୋଲି ମୋର ବି ଆଶା।